ବାପି ପଣ୍ଡା ସାର୍ ସେ ଜଣେ ଯାତ୍ରା ଇଣ୍ଡଷ୍ଟ୍ରିର ଜଣେ କିବଦନ୍ତୀ। ଯେମିତି ପ୍ରତାପ ଭାଇ ସହିତ ମୁଁ ଅଭିନୟ କରିକି ଆସିଛି, ସେମିତି ଏଠି ବାପି ପଣ୍ଡା ଭାଇ କୁହନ୍ତୁ ୟା ଆମର ଯୋଉ କୁନା, ଏମାନେ ସବୁ ବହୁତ ସିନିୟର କଳାକାର ମାନେ। ଆଉ ତ ଯୋଉମାନେ କଳାକାର ମାନେ ଅଛନ୍ତି ପୁରୁଣା କଳାକାର, ମୁଁ ଧନ୍ୟବାଦ ଦେବି ମୋର ସମଗ୍ର ଓଡ଼ିଶାର ଦର୍ଶକ ବନ୍ଧୁ ମାନଙ୍କୁ। ସେମାନେ ଢେର ସାରା ମତେ ଭଲ ପାଇବା ଦେଇଛନ୍ତି। ମୁଁ ଯାହା ବି ଇଚ୍ଛା ରଖିଥିଲି ନାହିଁ ମୁଁ ଏ ବର୍ଷ ବ୍ରେକ୍ କରିଦେବି, ମୋର ଯେତେକ କାମ ଅଛି ସବୁ ଫୁଲଫିଲ୍ କଲା ପରେ ନେକ୍ସଟ ଇୟର ପୁଣି ଏଣ୍ଟ୍ରି କରିବି। ଯୋଉ ଦର୍ଶକ ମାନଙ୍କର ଭଲ ପାଇବା ସେଇଟା ମୋ ମନ ଭିତରେ କୋଉଠି ନା କୋଉଠି ମାନେ ଘୁରି ଚାଲା। ସେଇ ଭଲ ପାଇବା ଯୋଗୁଁ ମୁଁ ଆଜି ସବୁ କାମ ପଛରେ ପକେଇଦେଇ ଆଉ ଅଚାନକ ମତେ ଏଇ ଯୋଉ କେଶରୀ ଯାତ୍ରା କେଶରୀର ପ୍ରଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ମତେ ଫୋନ କରିଥିଲେ। ଯାହା ହଉ ଭାଗ୍ୟର କେତେବେଳେ କଣ ହବ କେହି ତ ଜାଣିନି। ମୁଁ ଯାହା ବି କରିବିନି ଭାବୁଥିଲି, ନିଜ ମାନେ ଘର ପାଖର ଓନର ଆଉ ଘର ପାଖର ପାର୍ଟି, ଲୋକାଲ ପାର୍ଟି, ଭୁବନେଶ୍ୱରର ପାର୍ଟି, ସେ ଯେମିତି ଆପ୍ରୋଚ କରିଥିଲେ ରହିବା ପାଇଁ, ମୁଁ ଆଉ ମନା କରିପାରିନଥିଲି। ଯାଉ ଭାଗ୍ୟବଶତ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେବି। ମୁଁ ଯାହା ଯାହା ବି ଡିମାଣ୍ଡ ରଖିଥିଲି ସେ ଫୁଲଫିଲ୍ କରିଛନ୍ତି। ଆଉ ଫାଇନାଲି ମୁଁ ଏଣ୍ଟ୍ରି କରିଛି, ବହୁତ ମୁଁ ଖୁସି ଅଛି। ଏବଂ ଓଡ଼ିଶାର ଦର୍ଶକ ବନ୍ଧୁ ମାନଙ୍କୁ ଏତିକି ରିକ୍ୱେଷ୍ଟ, ଆପଣମାନେ ସେମିତି ଭଲ ପାଇବା ଦିଅନ୍ତୁ, ସେମିତି ଆଶୀର୍ବାଦ ଦିଅନ୍ତୁ। ମୁଁ 100% ଚେଷ୍ଟା କରିବି ଆପଣମାନଙ୍କୁ ଖୁସି କରିବା। ଦରିଆ କୂଳର ଦରଦୀ ବନ୍ଧୁ ନାଟକରେ ଆପଣଙ୍କୁ ମାନେ ଦର୍ଶକ ମାନେ ଏତେ ବିଭୋର ହେଇଯାଇଥିଲେ, ମଧ୍ୟ ଚେୟାର ମାଡ଼ କରିଥିଲେ, ରାଗିକି ଉଠେଇ ନାଟକ ବନ୍ଦ କରିଥିଲେ ଗୋଟେ ମଞ୍ଚ, ରସୁଲଗଡ଼ ମଞ୍ଚରେ, ଏମିତି ଅନେକ ଜାଗାରେ। ସେମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳିବ କି? ଦେଖନ୍ତୁ, ଷ୍ଟୋରି ବିଷୟରେ ତ ମୁଁ କିଛି ଜାଣିନି। ଏବେ ତ ଜଷ୍ଟ ମୁଁ ମାନେ 4-5 ଦିନ ହେଲା ମୋ ଏଗ୍ରିମେଣ୍ଟ କଲି ଆସିବି ବୋଲି, ପୁରା ଫାଇନାଲ ହେଲା। ଷ୍ଟୋରି କଣ ହେଇଛି ମୁଁ ଜାଣିନି। ଯାହା ବି ଷ୍ଟୋରି ଲାଇନ୍ ଥିବ କିଛି ଅସୁବିଧା ନାହିଁ, ବହୁତ ଖୁସି ଅଛି। ଆଉ ସର୍ବପ୍ରଥମେ ମୋର ଯେତେକ ପ୍ରଡ୍ୟୁସର ମାନେ ସବୁ ଆସିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏବଂ ଏଇ ଯୋଉ ଯାତ୍ରା କେଶରେ ଯେତେକ ପୁରୁଣା ଆକ୍ଟର ମାନେ ଅଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। କାରଣ ମୁଁ ସମ୍ପୂର୍ଣ୍ଣ ନୂଆ। ସେମାନଙ୍କ ଯେମିତି ରଙ୍ଗମହଲରେ ପୁରୁଣା କଳାକାର ମାନଙ୍କ ସହିତ ଆମେ ଗୋଟେ ଫ୍ୟାମିଲି ଭଳିଆ ଚଳୁଥିଲୁ, ସେମିତି ବି ମୁଁ ଫ୍ୟାମିଲି ଭଳିଆ ଚଳିବା ପାଇଁ ଚେଷ୍ଟା କରିବି। ସେମାନଙ୍କ ସହାୟତା ନିହାତି ଦରକାର ଏବଂ ଭଲ କରିବି ବୋଲି ମୋର ଆଶା। ଆପଣଙ୍କ ଖ୍ୟାତନାମା କଳାକାର ବାପି ପଣ୍ଡାଙ୍କ ସହିତ ଅଭିନୟ କରୁଛନ୍ତି, ଯିଏକି ଆଜିକି 30 ବର୍ଷ ଧରି ଯାତ୍ରା ମନ୍ତ୍ର ଚମକୁଛନ୍ତି। ଆପଣଙ୍କର ଇଚ୍ଛା ଥିଲା ତାଙ୍କ ସହିତ ଗୋଟେ ସୁଯୋଗ ମିଳୁ? ଦେଖନ୍ତୁ, ବାପି ପଣ୍ଡା ସାର୍ ହେଉଛନ୍ତି ସେ ଜଣେ ଯାତ୍ରା ଇଣ୍ଡଷ୍ଟ୍ରିର ଜଣେ କିବଦନ୍ତୀ। ଯେମିତି ପ୍ରତାପ ଭାଇ ସହିତ ମୁଁ ଅଭିନୟ କରିକି ଆସିଛି, ସେମିତି ଏଠି ବାପି ପଣ୍ଡା ଭାଇ କୁହନ୍ତୁ ୟା ଆମର ଯୋଉ କୁନା, ଏମାନେ ସବୁ ବହୁତ ସିନିୟର କଳାକାର ମାନେ। ଆଉ ତ ଯୋଉମାନେ କଳାକାର ମାନେ ଅଛନ୍ତି ପୁରୁଣା କଳାକାର, ମୁଁ ଭଲସେ ଜାଣିନି। ଏଇଟା ମୋର ଗୋଟେ ସୌଭାଗ୍ୟ, ଏତେ ବଡ ବଡ କଳାକାର ଅଭିନୟ କରିବି। ଆଉ ମୁଁ ଭାବୁଛି ଭଲ କରିବି ବୋଲି। ସର୍ବଶେଷରେ ମୁଁ ଏତିକି କହିବା ପାଇଁ ଚାହୁଁଛି, ଯେମିତି ଆପଣ ମାନେ ଦରିଆ କୂଳ ଦଳିତ ବନ୍ଧୁ ଏବଂ କଟି କଟି ଡବଲ କଟି ଯେମିତି ଭଲ ପାଇବା ଦେଇଥିଲେ ସେମିତି ଭଲ ପାଇବା ଦିଅନ୍ତୁ। ମୁଁ 100% ଚେଷ୍ଟା କରିବି ଭଲ ଅଭିନୟ କରି ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ। ଜୟ ମାତା।